ପିଲାମାନେ କେମିତି ଅଛ ସମସ୍ତେ? ଆଜି ଆମେ ଶିଶୁ ବାଟିକା ବିଭାଗର ଗୋଟିଏ ନୂଆ ଗପ ଶୁଣିବା। ଗପର ନାଁ ହେଲା ବଉଳା ଗାଈ। ଶୁଣ, ବଣ ପାଖରେ ଗୋଟିଏ ଗାଁ। ସେ ଗାଁରେ ଗାଈଟିଏ ଥିଲା। ତା ନାଁ ବଉଳା। ତାର ଗୋଟିଏ କୁନି ବାଛୁରୀ ଥିଲା। ସେ କୁନି ବାଛୁରୀକୁ ଗୁହାଳରେ ଛାଡ଼ି ସବୁଦିନ ବଣକୁ ଯାଉଥିଲା। ସଞ୍ଜ ବେଳକୁ ଫେରିଆସି ତା ବାଛୁରୀକୁ କ୍ଷୀର ପିଆଉଥିଲା। ଦିନେ ବଉଳା ବଣକୁ ଚରିବାକୁ ଯାଇଥିଲା। ଫେରିବା ବାଟରେ ତାକୁ ବାଘ ମାମୁଁ ଦେଖିଲା। ସେ ବଉଳାକୁ କହିଲା, ଏ ବଉଳା, ମୁଁ ତତେ ଖାଇବି। ବାଘ ମାମୁଁ କଥା ଶୁଣି ବଉଳା ଡରିଗଲା। ବିକଳ ହୋଇ କହିଲା, ବାଘ ମାମୁଁ, ସଞ୍ଜ ହୋଇଗଲାଣି। ଘରେ ମୋର କୁନି ବାଛୁରୀ ଅଛି। ସେ ସକାଳୁ କିଛି ଖାଇନାହିଁ। ଭୋକରେ କାନ୍ଦୁଥିବ। ମୋତେ ଛାଡ଼ିଦିଅ, ମୁଁ ଯାଇ ତାକୁ କ୍ଷୀର ପିଆଇ ଦେବି। ତାପରେ ଆସିବି। ଆସିଲେ ତୁମେ ମୋତେ ଖାଇବ। ବଉଳା କଥା ଶୁଣି ବାଘ ମାମୁଁ କହିଲା, ନା ନା, ତୁ ମିଛ କହୁଛୁ। ତତେ ଛାଡ଼ିଦେଲେ ତୁ ଆଉ ଆସିବୁ ନାହିଁ। ମୁଁ ତତେ ଏବେ ଖାଇବି। ବଉଳା କହିଲା, ବାଘ ମାମୁଁ, ମୁଁ ସତ କହୁଛି, ନିଶ୍ଚୟ ଆସିବି। ଆସିଲେ ମୋତେ ତୁମେ ଖାଇବ। ବଉଳାର କଥା ଶୁଣି ବାଘ ମାମୁଁ ରାଜି ହୋଇଗଲା। ବଉଳା ଘରକୁ ଫେରିଲା। ତା କୁନି ବାଛୁରୀକୁ ବହୁତ ଗେଲ କଲା। କ୍ଷୀର ପିଆଇ ଦେଲା। ତାପରେ ବଣରେ ଥିବା ବାଘ ମାମୁଁ ପାଖକୁ ଆସିଲା। ବାଘ ମାମୁଁ ବଉଳା ବାଟକୁ ଚାହିଁ ରହିଥାଏ। ବଉଳା ସତକୁ ସତ ଫେରିଆସିବା ଦେଖି ତା ମନରେ ଦୟା ଆସିଲା। ସେ କହିଲା, ବଉଳା, ତୁ ସତ କହିଛୁ। ନିଜ କଥା ରଖିଥିବାରୁ ମୁଁ ତତେ ଛାଡ଼ିଦେଲି। ଯା, ତୋ ବାଛୁରୀ ସାଥିରେ ଖୁସିରେ ରହିବୁ। ବଉଳା ଘରକୁ ଫେରିଆସିଲା। ତା କୁନି ବାଛୁରୀ ସହିତ ଖୁସିରେ ରହିଲା। ପିଲାମାନେ, ଗପରୁ ଆମେ କ'ଣ ଶିଖିଲେ? ଆଜି ବଉଳା ସତ କଥା କହି ତା କଥା ରଖିଥିବାରୁ ବଞ୍ଚିଗଲା। ସେଥିପାଇଁ ଆମେ ସବୁବେଳେ ସତ କହି ସବୁବେଳେ ସାମ୍ନା କରିବା। ହେଲା?